ଜଣେ ରାଜା ନିଜ ଅହଙ୍କାରରେ ବଶ ହୋଇ ଗରିବ ସନ୍ଥଙ୍କ ପାଖକୁ ଯାଇ କହିଲେ, ତମର ଯଦି କେତେବେଳେ କୌଣସି ବସ୍ତୁ ଆବଶ୍ୟକ ହୁଏ ମୋତେ ଜଣାଇବ, ମୁଁ ତାହା ପୂରଣ କରିବି। ଗରିବ ସନ୍ଥ କହିଲେ, ତମର କି ଏମିତି କ'ଣ ଅଛି ଯେ ସମ୍ପତ୍ତି ତମେ ମୋତେ ଦେଇପାରିବ? ତମ ବାପା ମା ତ ତମକୁ ଶରୀର ଦେଇଛନ୍ତି, ପ୍ରକୃତି ମାତା ତ ତମକୁ ଧନଧାନ୍ୟ ଦେଇଛନ୍ତି, ଆଉ ପ୍ରଜାମାନେ ତ ତମକୁ ସମ୍ରାଟ ପଦରେ ଆଭୂଷଣ କରିଛନ୍ତି। ତମ ପାଖରେ ଏମିତି କ'ଣ ଅଛି ଯେ ତମେ ମୋତେ ଦେବ? ତମେ ପ୍ରଜାଙ୍କର ହିତ ପାଇଁ ଭଲ କାମ କର। ଆଉ ମଣିଷର ଶ୍ରେଷ୍ଠ ସମ୍ପତ୍ତି ହେଲା ଧର୍ମ। ଭଲ କର୍ମ କଲେ ଧର୍ମ ବି, ସୁକର୍ମରେ ଧର୍ମ ବି ସେଟା ହେଇଯିବ। ତେଣୁକରି ମଣିଷର ଶ୍ରେଷ୍ଠ ସମ୍ପତ୍ତି ଧର୍ମ ହୋଇଥାଏ। ସୁକର୍ମ ଦ୍ୱାରା ଆମକୁ ଧର୍ମ ପ୍ରାପ୍ତି ହୋଇଥାଏ।